ପିଲାମାନେ ଶୁଭ ସକାଳ। ଆଉ କେମିତି ଅଛ? ଆଜି ଆମେ ଚତୁର୍ଥ ଶ୍ରେଣୀର ଗଣିତ ବହି ଗଣିତ ମେଳାର ପ୍ରଥମ ଅଧ୍ୟାୟଟି ଆମ ଚାରିପାଖର ଆକୃତି ବିଷୟରେ ଆଲୋଚନା କରିବା। ପିଲାମାନେ ଆମେ ପୂର୍ବରୁ ବିଭିନ୍ନ ଘନ ପଦାର୍ଥ ବିଷୟରେ ଆମେ ଧାରଣା ପାଇଛୁ ଏବଂ ଦ୍ୱିମାତ୍ରିକ ଓ ତ୍ରିମାତ୍ରିକ ପଦାର୍ଥ ମାନଙ୍କର ମଧ୍ୟ ଆମେ ଧାରଣା ପାଇଛେ। ଏଇ ବର୍ତ୍ତମାନ ଦେଖ, ଏଇ ଯୋଉ ଚିତ୍ର ଯୋଉ ଦେଖୁଛ, এই ଚିତ୍ରରେ ବିଭିନ୍ନ ପ୍ରକାର ତ୍ରିମାତ୍ରିକ ପଦାର୍ଥ ଅଛି ବା ଘନ ପଦାର୍ଥ ଅଛି। ସେଗୁଡାକୁ ନାମ କୁହ ଦେଖିବା। ସମଘନ, ଗୋଲକ, ଆୟତଘନ, ତ୍ରିଭୁଜାକାର, ତ୍ରିମାତ୍ରିକ ପଦାର୍ଥ ଦେଖୁଛୁ। ଏଠାରେ ମଧ୍ୟ ଆମେ ଭିନ୍ନ ଭିନ୍ନ ପଦାର୍ଥ ଦେଖୁଛୁ। ସେଗୁଡାକୁ ନାମ ଗୁଡାକ ମଧ୍ୟ ଆମେ ଜାଣିଛେ। ସିଲିଣ୍ଡର ମଧ୍ୟ ଅଛି, ଗୋଲକ ଅଛି, କୋନ୍ ଅଛି, ପିରାମିଡ ଅଛି, ପ୍ରିଜମ ଅଛି। ଦେଖୁଛ, ଆୟତଘନାକାର ଚିତ୍ର ମଧ୍ୟ ଅଛି। ଏଗୁଡାକ ଆମେ ତା ପୂର୍ବରୁ ଆମେ ତାର ଧାରଣା ପାଇଛେ। ବର୍ତ୍ତମାନ ତମେ ଏଇ ଯୋଉ ଚିତ୍ରରେ ଦେଖୁଛ, କିଛି ଦ୍ୱିମାତ୍ରିକ ପଦାର୍ଥ ସହିତ ତ୍ରିମାତ୍ରିକ ପଦାର୍ଥ ମଧ୍ୟ ରହିଛି। ସାଧାରଣତଃ ଦ୍ୱିମାତ୍ରିକ ପଦାର୍ଥ ଗୁଡାକୁ ଆମେ ଖାତାରେ ଅଙ୍କନ କରିପାରିବା ଏବଂ ତ୍ରିମାତ୍ରିକ ପଦାର୍ଥ ଗୁଡାକୁ ଆମେ ହାତରେ ଧରିପାରିବା। ଏଇ ଯୋଉ ଚିତ୍ରରେ ଦେଖୁଛୁ, এই ଚିତ୍ରରେ ତମେ ଦେଖ କେଉଁଗୁଡ଼ିକୁ ଦ୍ୱିମାତ୍ରିକ ଚିତ୍ର ଅଛି ତା ନିକଟରେ ରାଇଟ ଚିହ୍ନ ଦିଅ। ନିଜ ଖାତାରେ ଦେଖ, ନିଜ ଖାତାରେ ରାଇଟ ଚିହ୍ନ ଦିଅ। ତାର ଉତ୍ତର ଠିକ ହେଇଛି ନା ନାଇଁ ଆମେ ପରେ ଆଲୋଚନା କରିବା। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦ୍ୱିମାତ୍ରିକ ପଦାର୍ଥ ଏବଂ ତ୍ରିମାତ୍ରିକ ପଦାର୍ଥର ଆକୃତି ଗୁଡ଼ିକୁ ଦେଖିଲେ, ସେ ଜିନିଷ ଗୁଡାକୁ ଚିହ୍ନିଲେ ଏବଂ ତାକୁ ଆମେ ବର୍ଗୀକରଣ ମଧ୍ୟ ଆମେ କରିପାରୁଛୁ। ଦ୍ୱିମାତ୍ରିକ ପଦାର୍ଥ ଖାତାରେ ଆମେ ଅଙ୍କନ କରିପାରିବା ଏବଂ ତ୍ରିମାତ୍ରିକ ପଦାର୍ଥ ଗୁଡାକୁ ଆମେ ହାତରେ ଧରିପାରିବା। এই ଉଦାହରଣ ଆମେ ପାଇଲେ। ବର୍ତ୍ତମାନ କଣ କରିବା, এই ଯୋଉ ଚିତ୍ର ଦେଖୁଛ, এই ଚିତ୍ରରେ ବିଭିନ୍ନ ଆକୃତି ଗୁଡ଼ିକ ଲୁଚି ରହିଛି। ସେ ଆକୃତି ଗୁଡ଼ିକୁ ଆମେ ଚିହ୍ନିତକରଣ କରିବା ଏବଂ ତାକୁ ତାର ନାମକରଣ ଅନୁସାରେ ବିଭାଗୀକରଣ କରିବା। କେଉଁ କେଉଁ ଚିତ୍ର ରହିଛି ତାକୁ ଭଲ ଭାବରେ ଦେଖ। ସେ ଭିତରେ ସେମାନେ ଲୁଚି ରହିଛନ୍ତି। ବୃତ୍ତ ଅଛନ୍ତି, ଭେରି ଗୁଡ। କିଏ ଅଛି ଆଉ? ତ୍ରିଭୁଜ ଅଛନ୍ତି, ଆଉ ସିଲିଣ୍ଡର ମଧ୍ୟ ଅଛନ୍ତି, ବର୍ଗଚିତ୍ର ଅଛନ୍ତି, ଆୟତ ଚିତ୍ର ମଧ୍ୟ ଅଛନ୍ତି। ଭେରି ଗୁଡ। ସେଭଳିଆ ଦ୍ୱିତୀୟଟି ଦେଖ ଯେ ଡଟ୍ ଗ୍ରିଡ, 6ଟି ରେଖାଖଣ୍ଡ ଅଙ୍କନ କରିବ ଡଟ୍ ଗ୍ରିଡ ବ୍ୟବହାର କରି। ଆଉ ସେ ଡଟ୍ ଗ୍ରିଡ ବ୍ୟବହାର କରି 2ଟି ତ୍ରିଭୁଜ ତିଆରି କରିବ। ତ୍ରିଭୁଜ, এই ଯୋଉ ଡଟ୍ ଡଟ୍ ଦିଆଯାଇଛି ତାପରେ ତମେ ଡଟ୍ ଗ୍ରିଡ କରିବ, ତାକୁ ବ୍ୟବହାର କରିକି 2ଟି ତ୍ରିଭୁଜ ତିଆରି କରିବ। 6ଟି ରେଖାଖଣ୍ଡ ବ୍ୟବହାର କରିବ। ତମେ ବିଦ୍ୟାଳୟ ମାନଙ୍କରେ ଜିଓ ବୋର୍ଡ ଦେଖିଥିବ, କଣ୍ଟା ମରା ହେଇଥିବ ସେଥିରେ। ସେ ଜିଓ ବୋର୍ଡକୁ ବ୍ୟବହାର କରିବ। ସେ ଜିଓ ବୋର୍ଡ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ଆକୃତି ଗୁଡ଼ିକୁ ତିଆରି କରିବ। ଜିଓ ବୋର୍ଡରେ ବ୍ୟବହାର କରିବ। ସେଥିରେ ତ୍ରିଭୁଜ, ଆୟତକାର ଚିତ୍ର, ବର୍ଗକାର ଚିତ୍ର, ପଞ୍ଚଭୁଜ, ଷଡ଼ଭୁଜ, ତମର ଯେତେ ପ୍ରକାର ଭୁଜ ତିଆରି କରିପାରିବ ଜିଓ ବୋର୍ଡକୁ ବ୍ୟବହାର କରି ତମେ ତିଆରି କରିପାରିବ। ବର୍ତ୍ତମାନ ଦେଖ 6ଟି ରେଖାଖଣ୍ଡକୁ ବ୍ୟବହାର କରି କିପରି 2ଟି ତ୍ରିଭୁଜ ଅଙ୍କନ କରାଯାଇଛି ଟିକେ ଦେଖିଦିଅ। ତମେ ଦେଖିଲ କେମିତି 6ଟି ରେଖାଖଣ୍ଡକୁ ବ୍ୟବହାର କରିକି ତ୍ରିଭୁଜ ଅଙ୍କନ କରାଯାଇଛି। ତୁମେ ନିଜେ ତିଆରି କର। ଆମେ ବର୍ତ୍ତମାନ ଜାଣିଲେ ଯେ ଗ୍ରିଡ ମଧ୍ୟ ଆମର ତ୍ରିଭୁଜ ହେଇପାରୁଛି। ବର୍ତ୍ତମାନ ଆମେ এই ଯୋଉ କାଠିର ତ୍ରିଭୁଜ ଦେଖୁଛେ, 3ଟି କାଠି ବ୍ୟବହାର କରାଯାଇଛି। 3ଟି କାଠିରୁ ତମେ ବହୁତ ଗୁଡିଏ ତ୍ରିଭୁଜ ତିଆରି କରିଛ। ବର୍ତ୍ତମାନ ମଧ୍ୟ ତ୍ରିଭୁଜ
ତିଆରି ହେଇଛି। ଏ ଯେଉଁ ତ୍ରିଭୁଜରେ ବ୍ୟବହାର ହେଉଥିବା 3ଟି କାଠି ଏବଂ ନିକଟରେ ଥିବା 2ଟି କାଠି ବ୍ୟବହାର କରି ଏକ ବର୍ଗ ଚିତ୍ର ଓ 2ଟି ତ୍ରିଭୁଜରେ ପରିଣତ କରିବ। এই 3ଟି କାଠି ସହିତ এই 2ଟି କାଠି ବ୍ୟବହାର କରିବ। ଗୋଟିଏ ବର୍ଗ କ୍ଷେତ୍ର ଭିତରେ 2ଟି ତ୍ରିଭୁଜ ପରିଣତ ହେଉଥିବ। ଦେଖନ୍ତୁ କେମିତି ସେ 5ଟି କାଠି ବ୍ୟବହାର କରି କେମିତି ଆମର ବରକ୍ଷେତ୍ର ତିଆରି ହେଇଛି ଏବଂ ତା ସହିତ 2ଟି ତ୍ରିଭୁଜ ପରିଣତ କରାଯାଇଛି। ଏମିତିକାର ଚିତ୍ର ତମେ ଘରେ କରିପାରିବ। ସାଙ୍ଗସାଥୀ ମଧ୍ୟ ତମେ ଏ ପ୍ରକାର କରିବା ପାଇଁ ଶିଖେଇ ପାରିବ। ସେମାନେ ମଧ୍ୟ ତାଙ୍କ ଘର ମାନଙ୍କରେ କରିବେ ସାଙ୍ଗସାଥୀଙ୍କୁ ବ୍ୟବହାର କରିକି। ବର୍ତ୍ତମାନ ଏଇ ଚିତ୍ର ଖଣ୍ଡ ଗୁଡାକୁ ଦେଖ। ଏଥିରେ 1 ନମ୍ବର ଚିତ୍ରରେ 3ଟି ଖଣ୍ଡ ଅଛି, 2 ନମ୍ବର ଚିତ୍ରରେ ଗୋଟେ ଖଣ୍ଡ ଅଛି। କେଉଁ ଚିତ୍ର ଦେଖ ପ୍ରଶ୍ନ ଅଛି, ପାର୍ଶ୍ୱ ଚିତ୍ରରେ କେଉଁଠାରେ ରେଖାଖଣ୍ଡ ଅଙ୍କନ କଲେ ତା ତମେ ତଳ ଚିତ୍ର ଗୁଡାକ ପାଇପାରିବ। ଭଲ ଭାବରେ ଦେଖ, এই ଚିତ୍ର ଗୁଡାକୁ ଦେଖ। 2ଟି ତ୍ରିଭୁଜ ଅଛି, ଗୋଟେ ବରକ୍ଷେତ୍ର ଅଛି, ସମକୋଣୀ ତ୍ରିଭୁଜ ଅଛି ଏଥିରେ ଦେଖ, ଆଉ ବରକ୍ଷେତ୍ର ଅଛି, ସେଠି ତ୍ରିଭୁଜ ଅଛି। এই ଖଣ୍ଡ ଗୁଡାକୁ ବ୍ୟବହାର କରି ସେ ଚିତ୍ର ଗୁଡାକ କେମିତି ଆସିଲା ତମେ ଭଲ ଭାବରେ କହିବ, ନିରୀକ୍ଷଣ କର ଏବଂ ତାର ପ୍ରଶ୍ନର ଉତ୍ତର ଗୁଡିକ ତମେ ଦିଅ। ଆମେ এই ଯୋଉ ପାର୍ଶ୍ୱସ୍ଥ ଚିତ୍ର ଦେଖୁଛୁ, ଆମେ ବହୁତ ଗୁଡେ ତ୍ରିଭୁଜ କଥା ଆଲୋଚନା କଲେ, ଆୟତ ଚିତ୍ର କଥା ଆଲୋଚନା କଲେ, ବର୍ଗ କ୍ଷେତ୍ର ଚିତ୍ର ଆଲୋଚନା କଲେ, ଏମିତି ବହୁତ ଗୁଡେ ଚିତ୍ର ଆଲୋଚନା କଲେ। ତା ଉପରେ ଆମେ କିଛି ପ୍ରଶ୍ନ ଜାଣିବା ଏବଂ ନିଜକୁ ବୁଝିବା। এই ଯୋଉ ଚିତ୍ର ଦେଖ, ତ୍ରିଭୁଜ ଦେଖୁଛ, ତ୍ରିଭୁଜ ଭିତରେ ଆଉ ଗୋଟେ ତ୍ରିଭୁଜ ରହିଛି। ବର୍ତ୍ତମାନ ତମ କାମ ହେଲା ସେଇ ଚିତ୍ରରେ ମୋଟ କେତୋଟି ତ୍ରିଭୁଜ ରହିଛି କହିବ ଲିଖିତ ଖାତାରେ। ବଢିଆ ହେଇଛି। କେତୋଟି ଚିତ୍ର ଆସିଲା? 5ଟି ଚିତ୍ର ହେଲା। ଓକେ, 2 ନମ୍ବର ପ୍ରଶ୍ନ ଦେଖିବା। এই ଯୋଉ ଆୟତକାର ବର୍ଗ ଚିତ୍ର ଦେଖୁଛ, এই ବର୍ଗ ଚିତ୍ର ଭିତରେ ତମର କେତୋଟି ରେଖାଖଣ୍ଡ ବ୍ୟବହାର ହୋଇଛି କହିବ। କେତୋଟି ରେଖାଖଣ୍ଡ ବ୍ୟବହାର ହୋଇଛି କହିବ। ବଢିଆ ହେଇଛି। 6ଟି ରେଖାଖଣ୍ଡ ରହିଛି। ତମର କାମ ହେଲା ଏବେ 7ଟି ରେଖାଖଣ୍ଡକୁ ନେଇ 2ଟି ତ୍ରିଭୁଜ ଅଙ୍କନ କରିବ। ଖାତାରେ କର, 7ଟି ରେଖାଖଣ୍ଡ ନିଅ, ସେଥିରେ 2ଟି ତ୍ରିଭୁଜ ଅଙ୍କନ କରିବ। କର। ହେଲା, ତାପରେ ଦେଖିବା 5ଟି ରେଖାଖଣ୍ଡକୁ ବ୍ୟବହାର କରି 2ଟି ତ୍ରିଭୁଜ ଆମେ କରିଥିଲେ। 2ଟି ତ୍ରିଭୁଜ ଆଉ ଗୋଟେ ବର୍ଗ ଚିତ୍ର ଅଙ୍କନଟି କରିବ। କରିଦିଅ, କରାହେଇଥିଲା। ବଢିଆ ହେଇଛି। এটা ଆଗରୁ ପ୍ରଶ୍ନ ହେଇଛି, ତେଣୁକରି ତମର ନିଜେ କରିବ। ଗୋଟିଏ ବର୍ଗ ଚିତ୍ରକୁ 2ଟି ଚତୁର୍ଭୁଜରେ ପରିଣତ କରିବ। ଗୋଟିଏ ବର୍ଗ ଚିତ୍ରକୁ 2ଟି ଚତୁର୍ଭୁଜରେ ପରିଣତ କରିବା ପାଇଁ ତମକୁ କେତେଟା ରେଖାଖଣ୍ଡ ଦରକାର? ବର୍ଗ ଚିତ୍ର ଗୋଟେ, କିନ୍ତୁ 2ଟି ଚତୁର୍ଭୁଜ ହେବାକୁ ପଡିବ। ତାକୁ କେତେଟା ରେଖାଖଣ୍ଡ ଭାବି ଦେଖିବା ହେଇଯିବ ଏଇଟା। ଭେରି ଗୁଡ। ଗୋଟିଏ ବର୍ଗ ଚିତ୍ରକୁ 2ଟି ଚତୁର୍ଭୁଜରେ ପରିଣତ କରିବା ପାଇଁ ମଝିରେ ଗୋଟିଏ
ରେଖାଖଣ୍ଡ ହେଲେ ତା 2ଟି ଚତୁର୍ଭୁଜ ହେଇଯିବ। ବର୍ତ୍ତମାନ ଆମେ ଏଇ ଶ୍ରେଣୀରେ ଦ୍ୱିମାତ୍ରିକ ଆକୃତିର ବହୁତ ଗୁଡ଼ିଏ କଥା ଆମେ ଜାଣିଲେ, ନିଜେ କଲେ ଏବଂ କିଛି ଶିଖିଲେ। ଏ କାର୍ଯ୍ୟକ୍ରମଟାକୁ ଆମେ ଘରେ ପ୍ରୟୋଗ କରିବା ନିମନ୍ତେ ଗୋଟେ 5ଟି ବିଶିଷ୍ଟ ଟେନଗ୍ରାମ ତମେ ଜାଣିଛ, ଟେନଗ୍ରାମ ବିଷୟରେ ଅଧିକ ଧାରଣା ପାଇଛ। ସେ ଟେନଗ୍ରାମର 5 ଖଣ୍ଡ ବ୍ୟବହାର କରିବ, ବ୍ୟବହାର କରି ସେଥିରେ ବିଭିନ୍ନ ଚିତ୍ର ତିଆରି କରି ଆଣିବ ଟେନଗ୍ରାମ ଖଣ୍ଡ ଗୁଡ଼ାକରେ। ଦ୍ୱିତୀୟ କାମଟି ହେଲା ଏଇ ଯୋଉ 4ଟି ଆକୃତି ଦିଆହେଇଛି, এই 4ଟି ଆକୃତି ବ୍ୟବହାର କରି ବିଭିନ୍ନ ପ୍ରକାର ଚିତ୍ର ତମେ ନିଜେ ଖାତାରେ କରି ଆଣିବ। ଆଜିର ଶ୍ରେଣୀଟି ତମକୁ କିପରି ଲାଗିଲା? ନିଶ୍ଚୟ ଭଲ ଲାଗିଥିବ। ତମ ସମସ୍ତଙ୍କୁ ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆଜିର ଏହି ଶ୍ରେଣୀ କାର୍ଯ୍ୟରେ ତମ ସମସ୍ତେ ସୁନ୍ଦର ଭାବରେ ସହଯୋଗ କରିଛ ଏବଂ ଘର କାମ ଗୁଡ଼ିକୁ ଠିକ ଭାବରେ କରି ଆସିବ। ପରବର୍ତ୍ତୀ ଶ୍ରେଣୀରେ ଆମେ ଅଧିକ ଆଲୋଚନା କରିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।